ମୋ ନାଁ ହେଉଛି ଅହଲ୍ୟା ସାହୁ। ମୁଁ ଶ୍ରେଣୀରେ ଚତୁର୍ଥ। ଆଉ ଆମ ସ୍କୁଲରେ ଯେଉଁ ସାର୍ ନାହିଁ ତ ସେଇ ଗୋଟେ ସାର୍ ଅଛନ୍ତି ଯେ ହେଇ ଯେଉଁ ସେ ଖାତା ପତ୍ର କରୁତେ ଆଉ ଗୋଟେ ସାର୍ ତମେ ଆସିନା ଦିଅନ୍ତୁ। ସାର୍ ମୋ ନାଁ ତପନ ମାଝୀ, ମୋ ଘର ହେଲା ଜରିପାଳ। କାହିଁକି ସ୍କୁଲ ଆଜି ଆପଣମାନେ ତାଲା ପକେଇଛନ୍ତି ପିଲାମାନେ କଲେଜ ଉପରେ? ସାର୍ 4 ମାସ ହେଲାନା ଆମ ସ୍କୁଲ ଜଣେ ଶିକ୍ଷକ ରିଟାୟାର୍ଡ ହେଇନା ଗଲେ। ତାପରେ 4 ମାସ ଭିତରେ ଆମେ ସିଆର୍ସି ସାର୍ କି ବିଓ ସାର୍ କି ଯେକୌଣସି ସାର୍ ମାନଙ୍କୁ କହିଲା ପରେ କୌଣସି ଟିଚର ଆମ ସ୍କୁଲକୁ ଦେଇନାହାନ୍ତି। ଆମେ ଶୁଣିବାକୁ ମଝିରେ ପାଇଲେ ଯେ ଜଣେ ଟିଚର ଆମ ସ୍କୁଲକୁ ଆସିବାକୁ ଥିଲେ। ସେ ତେଣୁ କୌଣସି ଅଫିସର ହଉ କି କାହାକୁ କ'ଣ ପଇସା ପତ୍ର କାରଣ କ'ଣ ଅସୁବିଧା ସେ ତେଣୁ ଆମ ସ୍କୁଲକୁ ଆସିବା ପାଇଁ ସେ ଜରିପାଳ ସ୍କୁଲକୁ ଆସିବା ପାଇଁ ନାରାଜ। ତେଣୁ ଆ ବାଦରେ ଜଣେଇଲା ପରେ ବି କୌଣସି ଉପର ଅଫିସର ଆମର କେହି ଆମକୁ ମାନେ ସାହାଯ୍ୟ କଲେ ନାହିଁ। ବର୍ତ୍ତମାନ କ'ଣ ଚାହୁଁଛନ୍ତି? ଆମ ସ୍କୁଲ ଟିଚରଟେ ଦରକାର, ଟିଚର ଦେବା ପର୍ଯ୍ୟନ୍ତ ତାଲା ଝୁଲିବ। ସେ ଯୋଉଦିନ ଟିଚର ଦେବେ ଆମ ସ୍କୁଲ ତାଲା ଖୋଲିବ। ପବିତ୍ର ମୋହନ ଦେହୁରୀ, ଅତିରିକ୍ତ ଶିକ୍ଷା ଗୋଷ୍ଠୀ ଅଧିକାରୀ ଛେଣ୍ଡିପଦା। ସାର୍ ଜରିପାଳ ସ୍କୁଲରେ ଶିକ୍ଷକ ନାହାନ୍ତି, ସ୍କୁଲ ତାଲା ପଡ଼ିଛି ଏବଂ ପିଲାମାନେ ବାହାରେ ବସି ପାଠ ପଢୁଛନ୍ତି, ଏ ନେଇ କ'ଣ କରିବେ? ଆମର ତ ଶିକ୍ଷକ ଜଣେ ଅବସର ପରେ ଜଣେ ଶିକ୍ଷକଙ୍କୁ ଦିଆଯାଇଥିଲା, ତଥାପି ସେ ଆସିଲେ ନାହିଁ। ବଡ଼ ଦୁଃଖର କଥା, ଆମର ଏଠାରେ ସ୍ଥାୟୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ନାହିଁ। ତେଣୁ ଆମର ଯେଉଁ ତଥାପି ଆମେ ଚେଷ୍ଟା କରିଥିଲୁ ଜଣକୁ ଦେବା ପାଇଁ, ଦେଇଥିଲୁ, ସେ ଆସିଲେ ନାହିଁ ପରୀକ୍ଷା ପାଇଁ ନା କ'ଣ ସେଇଟା ତ ସେଇ କଥା ତାଙ୍କ ସ୍କୁଲ ବାଲା କହିପାରିବେ, ଆମେ ତ କହିପାରିବୁନି। ତଥାପି ଆମେ ବଡ଼ ଦୁଃଖିତ। ବର୍ତ୍ତମାନ ୟା ଭିତରେ ସପ୍ତାହ ଭିତରେ ନିଶ୍ଚିତ ଆମେ ଜଣକୁ ସେଟ୍ ଆଉଟ୍ କରି ଦେବୁ ବୋଲି ମୁଁ ଏଇଟା ଦୃଢ଼ ପ୍ରତିଶ୍ରୁତି ଦେଉଛି। ମୋ ନାଁ ହେଉଛି ଅହଲ୍ୟା ସାହୁ। ମୁଁ ଶ୍ରେଣୀରେ ଚତୁର୍ଥ। ଆଉ ଆମ ସ୍କୁଲରେ ଯେଉଁ ସାର୍ ନାହିଁ ତ ସେଇ ଗୋଟେ ସାର୍ ଅଛନ୍ତି ଯେ ହେଇ ଯେଉଁ ସେ ଖାତା ପତ୍ର କରୁତେ ଆଉ ଗୋଟେ ସାର୍ ତମେ ଆସିନା ଦିଅନ୍ତୁ।